ଘୁଗୁନି ସେ ଚକୁଳି ଇଟଲି ପାଇଁ ହଉ ବା ଉପମା ବରା ପାଇଁ ହେଉ ସବୁଥିପାଇଁ ଦରକାର ପଡ଼ିଥାଏ ଏଇ ଘୁଗୁନି। ଆଉ ଖାଇବାକୁ ସ୍ୱାଦିଷ୍ଟ ବହୁତ ଲାଗିଥାଏ। ଏକଦମ ନୂଆ ସହଜ ଉପାୟରେ ମାତ୍ର 15 ମିନିଟରେ ଆଜିର ଏଇ ଘୁଗୁନିକି ବନେଇ ରେଡ଼ି କରିବା। ଘୁଗୁନି ଆପଣମାନେ ବହୁତ ଥର ବନେଇଥିବେ କିନ୍ତୁ ଏମିତି ଉପାୟରେ ଆପଣମାନେ ବନେଇ ନଥିବେ। ଥରେ ବନେଇଲେ ଏମିତି ଉପାୟରେ ବାର ବାର ବନେଇବାକୁ ଚାହିଁବେ। ହାଇ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ କୁକିଂ ୱିଥ୍ ସୋନି। ଚାଲନ୍ତୁ ଦେଖିବା ଆଜିର ରେସିପିଟି। ଆଜିର ଏଇ ରେସିପିଟି ହେଉଛି ଘୁଗୁନି। ଆଜି ଘୁଗୁନି ପାଇଁ ଆମେ 2 କପ୍ ମଟନ୍ ନେଇଯିବା। ସେଥିରେ ପାଣି ଦେଇକିନା ବତୁରେଇବା ପାଇଁ ଛାଡ଼ିଦେବା। ତ ବତୁରେଇବା ପାଇଁ ଆପଣ 6ରୁ 7 ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ପାରିବେ। ତ ଆମେ ବଢ଼ିଆ ଭାବରେ ବତୁରି ଯାଇଛି, ଆପଣ ଦେଖିପାରୁଥିବେ। ତ ତାକୁ ବଢ଼ିଆ ଭାବରେ ମୁଁ ଧୋଇ ଦେଇଛି। କିଛି ଆଳୁ ନେଇଯାଇଛି, ଆପଣ ଆଳୁରେ କମ୍ ବେଶୀ ମଧ୍ୟ କରିପାରିବେ। ତ ମୁଁ ଗ୍ୟାସ୍ରେ ଗୋଟେ ପ୍ରେସର ବସାଇ ଦେଇଛି। ପ୍ରେସର କୁକରରେ ଆମେ ଯେଉଁ ବତୁରେଇଥିବା ମଟରକୁ ବଢ଼ିଆ ଭାବରେ ଧୋଇକିନା ଦେଇଦେବା। ତ ଏବେ ଯେଉଁ ଆମେ ଆଳୁ କାଟିକିନା ରଖିଥିଲେ ଧୋଇକି, ତ ତାକୁ ଆମେ ଏବେ ଦେଇଦେବା। ଏବେ ସିଝେଇବା ପାଇଁ ଆମେ କିଛି ପାଣି ନେଇଯିବା। ତ ପାଣି ଆପଣ ବେଶୀ ଦେବେ ନାହିଁ କି କମ୍ ଦେବେ ନାହିଁ, ଠିକ୍ ପରିମାଣର ଦେବେ, ନହେଲେ ପାଣିଟି ହୁଇସିଲ୍ ମାରିଲା ବେଳେ ପାଣିଟା ଛିଟକିବ। ତ ଆମେ 2 ଚାମଚ ହଳଦୀ ନେବେ। ହଳଦୀ ଆପଣ କ୍ୱାଣ୍ଟିଟି ଅନୁସାରେ ନେବେ, ତ ସ୍ୱାଦ ଅନୁଯାୟୀ ଲୁଣ ମଧ୍ୟ ନେବେ। ତ ଏବେ ଆଡ଼୍ କରିବା କସୁରୀ ମେଥି। ତ କସୁରୀ ମେଥି ନିହାତି ଆଡ଼୍ କରିବେ ଏଇ ଟାଇମ୍ରେ। ତ ସିଝେଇଲା ଟାଇମ୍ରେ ବଢ଼ିଆ ଭାବରେ ଫ୍ଲେଭର୍ ଆସିଥାଏ। ତ ଏବେ ଆମେ କିଛି ସମୟ ପାଇଁ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ଆମେ ପ୍ରେସରରେ କଭର୍ ଦେଇଦେବା। କଭର୍କୁ ଆମେ 3ରୁ 4ଟି ସିଟି ଆସିବା ପର୍ଯ୍ୟନ୍ତ ଆମେ ଛାଡ଼ିଦେବା। ତ ଆକୁ 3ରୁ 4ଟି ସିଟିରେ ବଢ଼ିଆ ସିଝି ଯାଇଥିବ। ତ ଦେଖିପାରୁଥିବେ। ତ ଏବେ ବଢ଼ିଆ ସିଟିକି ଆସିଯାଇଛି। ତ 2ରୁ 3ଟା ସିଟି ମୋର ମାରି ଦେଇଛି। ତ ଆମେ ଏବେ ମସଲା ପ୍ରସ୍ତୁତି ପାଇଁ ମୁଁ ପିଆଜ ନେଇଯାଇଛି, ଅଦା ରସୁଣ ଛେଚା ଆଉ ବିଲାତି କିଛି ନେଇଯାଇଛି। ତ ଏଇଭଳି କରନ୍ତୁ। ଆମେ ଏବେ ଗ୍ୟାସ୍ଟି ଅନ୍ କରିକି କଡ଼େଇଟି ବସାଇଦେବା। ତ କିଛି ତେଲ ଆଡ଼୍ କରିବା। ରିଫାଇଣ୍ଡ ତେଲରେ ଆପଣ କରିପାରନ୍ତି କିମ୍ବା ସୋରିଷ ତେଲରେ କରିପାରନ୍ତି। ତ ତେଲଟି ତାତି ଆସିଲା ପରେ ଆମେ କିଛି ଚିନି ଦେଇଦେବା। ଚିନିଟା କ୍ୟାରାମେଲ୍ ହେଲା ପର୍ଯ୍ୟନ୍ତ ଆମେ ଛାଡ଼ିଦେବା। ତ ଏବେ କିଛି ଆଡ଼୍ କରିବା ଜିରା। ଏଇ ଜିରାଟା ବଢ଼ିଆ ଭାବରେ ଫୁଟିଗଲା ପରେ ଦେଖିପାରୁଥିବେ କ୍ୟାରାମେଲ୍ ହେଇଗଲାଣି ଚିନି ଅଲରେଡ଼ି। ତ ଏଇ ଟାଇମ୍ରେ ଆମେ ଯେଉଁ କାଟିକି ରଖିଥିବା ପିଆଜକୁ ଆଡ଼୍ କରିଦେବା। ତ ପିଆଜଟାକୁ ଏବେ ଫ୍ରାଏ କରିବା। କିଛି ସମୟ ପାଇଁ ଫ୍ରାଏ କଲା ପରେ ଏମିତି ଗୋଳେଇ ଦେବେ। ତ ବଢ଼ିଆ ଭାବରେ ଫ୍ରାଏ କରିବେ ଯେତେ ପର୍ଯ୍ୟନ୍ତ ପିଆଜରୁ ପାଣିଟା ନ ମରିଛି। ତ ଦେଖିପାରୁଥିବେ ଏମିତି ନିହାତି ଭାବରେ ଟ୍ରାଏ କରି ଆମେ ଯେଉଁ ଅଦା ରସୁଣ ଛେଚା ନେଇଥିଲେ ତ ଆମେ ଏବେ ଆଡ଼୍ କରିଦେବା। ଆପଣ ବିଲକୁଲ ବି ବାଟିକି ନେବେ ନାହିଁ, ଏମିତି ଛେଚିକି ନେବେ, ବଢ଼ିଆ ଫ୍ଲେଭର୍ ଆସିବ। ତ ନିହାତି ଭାବରେ ଟ୍ରାଏ କରନ୍ତୁ। ଏବେ ଆମେ କିଛି ଲଙ୍କାଗୁଣ୍ଡ ଆଡ଼୍ କରିବା। ତ ଆପଣ ତେଲ ଯେତେବେଳେ ବାହାରୁଥିବେ ସେତେବେଳେ ଆଡ଼୍ କରିବେ, ତା'ର କଲର୍ ବଢ଼ିଆ ସେ ଆସିବ, ମସ୍ତ ଆସିବ। ତ ନିହାତି ଘରେ ଟ୍ରାଏ କରନ୍ତୁ। ତ ଆମେ ଏବେ କିଛି କଟା ହେଇଥିବା ଟମାଟୋକୁ ଆଡ଼୍ କରିନେବା। ପିଆଜଟା ବଢ଼ିଆ ଭାବରେ ଭାଜି ହେଇସାରିଲା ପରେ ଟମାଟୋଟିକୁ ଆଡ଼୍ କରିବେ, ନହେଲେ ପାଣି ବାହାରିବାର ସମ୍ଭାବନା ଅଛି। ତ ନିହାତି ଭାବରେ ଏମିତି କରନ୍ତୁ। ତ ଆମେ ବଢ଼ିଆ ସେ ହେଇସାରିଲାଣି। ତ ଦେଖିପାରୁଥିବେ। ତ କିଛି ପାଣି ଆଡ଼୍ କରିକି ବଢ଼ିଆ ଭାବରେ କଷିବା। ତ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କରି ପାଉଡ଼ର ଏଇଠି ଆଡ଼୍ କରିନେବେ। ତ ବଢ଼ିଆ ଭାବରେ ଗୋଳେଇ ସାରିବେ। ଦେଖିପାରୁଥିବେ ମସଲାଟା ବଢ଼ିଆ ହେଇଗଲାଣି, ଗ୍ରେଭିନେସ୍ ବି ବଢ଼ିଆ ଆସୁଛି। ଜାଣିବେ ଯେ ପରଫେକ୍ଟ ହେଇଗଲାଣି ମସଲାଟି। ତ ଆମେ ଯେଉଁ ସିଝେଇକି ରଖିଥିବା ମଟରକୁ ତାକୁ ଦେଖିଦେବା। ତ ଦେଖିପାରୁଥିବେ ସିଝି ଯାଇଛି। ଆଉ ଗୋଟେ ହୁଇସିଲ୍ରେ ଏଇଟା ହେଇଯିବ। ଆପଣ ବଢ଼ିଆ ଭାବରେ କଷି ସାରିଲା ପରେ ଗୋଟେ ହୁଇସିଲ୍ ମାରିଦେବେ। ତ ନିହାତି ଭାବରେ ଏମିତି ଟ୍ରାଏ କରନ୍ତୁ। ତ ଦେଖିପାରୁଥିବେ ହେଇଗଲାଣି। ତ ଆମକୁ ବଢ଼ିଆ ଭାବରେ ଗୋଳେଇ ଦେବେ। ଏବେ ଗୋଳେଇ ସାରିଲା ପରେ ୟାକୁ ଆମେ ହୁଇସିଲ୍ ମାରିବା ପାଇଁ ପ୍ରେସରରେ ଆଉ ଥରେ ଗୋଟେ କୁକ୍ ପାଇଁ ଛାଡ଼ିଦେବା। ତ ଏମିତି ଦେଖିପାରୁଥିବେ ବଢ଼ିଆ ଭାବରେ ଫୁଟିଗଲାଣି। ତ ଆମେ ଗୋଟେ ପ୍ରେସରରେ କୁକ୍ କରିବା ଛାଡ଼ିଦେବା। ତ ଆକୁ ଗୋଟେ ସିଟି ଆସିଲା ପର୍ଯ୍ୟନ୍ତ ଆପଣ ଛାଡ଼ିଦେବେ। ତ ହେଇ ଆସିଗଲାଣି ମୋର ଗୋଟେ ସିଟି। ଦେଖିପାରୁଥିବେ ମୁଁ ଏବେ ଦେଖାଉଛି କେମିତି ହେଇଯାଇଛି ତରକାରୀଟି। ଦେଖିପାରୁଥିବେ ବଢ଼ିଆ ଦେଖାଯାଉଛି। ତେଲ ମଧ୍ୟ ଆମେ ଯେଉଁ କରିଥିଲେ ତ ବଢ଼ିଆ ବାହାରିକି ଉପରେ ହେଇଯାଇଛି। କିଛି ଗରମ ମସଲା ଦେଇଦେବେ ଆଉ କଟା ହେଇଥିବା ଧନିଆ ପତ୍ର ଦେଇଦେବେ। ଦେଇକି ବଢ଼ିଆ ଭାବରେ ଗୋଳେଇ ନେବେ ବା ମିକ୍ସ କରିନେବେ। ମୁଁ ଆପଣଙ୍କୁ ଦେଖାଉଛି କେମିତି ହେଇଛି ଘୁଗୁନିଟି। ନିହାତି ଭାବରେ ଟ୍ରାଏ କରନ୍ତୁ। ଏଇ ଘୁଗୁନିଟି ପୁରୀ ସହିତ ଖାଇପାରିବେ, ଇଟଲି ସହିତ ଖାଇପାରିବେ, ବରା ସହିତ ଖାଇପାରିବେ, ଉପମା ସହିତ ମଧ୍ୟ ଖାଇପାରିବେ। ବହୁତ ସୁନ୍ଦର ଲାଗିବ। ଯେତିକି ଦେଖାଯାଉଛି ସ୍ୱାଦିଷ୍ଟ ସେତିକି ଡେଲିସିୟସ୍ ମଧ୍ୟ। ନିହାତି ଭାବରେ ଘରେ ଟ୍ରାଏ କରନ୍ତୁ। ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ବି ଭୁଲିବେନି। ନିଜର ମତାମତ କମେଣ୍ଟ ସେକ୍ସନରେ ନିହାତି ଭାବରେ ଦେବେ। ଆଉ ଏଇ ଉପାୟରେ ବା ଏଇ ପ୍ରୋସେସ୍ରେ ନିହାତି ଭାବରେ ଘୁଗୁନି ନିଜେ ଟ୍ରାଏ କରନ୍ତୁ ଘରେ। ତ ମୁଁ ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଲେ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ବି ଭୁଲିବେନି।